देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଅସୁସ୍ଥତା କାରଣରୁ ମୋର ଭଏସ୍ ଆଜି ଟିକେ ଡାଉନ୍ ରହିଛି। ଆଶା କରୁଛି ଆପଣମାନେ ସପୋର୍ଟ କରିବେ। ନମ୍ବର 1 ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ। ଉପନିର୍ବାଚନ ପରେ ଏହା ପ୍ରଥମ ଗସ୍ତ। ରବିବାର ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶେଷ ପର୍ଯ୍ୟାୟରେ ଚୂଡ଼ାନ୍ତ କାର୍ଯ୍ୟକ୍ରମ। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ପଦ୍ମପୁର ପାଇକମାଳ ଓ ଝାରବନ୍ଧରେ 3ଟି ସଭାରେ ଲୋକଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପଦ୍ମପୁର ଆର୍ବି ହାଇସ୍କୁଲ ପଡ଼ିଆ, ପାଇକମାଳ ହାଇସ୍କୁଲ ପଡ଼ିଆ ଓ ଝାରବନ୍ଧ ଶକ୍ତି ଛକ ନିକଟ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପଦ୍ମପୁର ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ହେବ ପ୍ରଥମ ଗସ୍ତ। ନମ୍ବର 2 ଦକ୍ଷିଣ ଆଫ୍ରିକାରୁ ଆସିଲେ 12ଟି ଚିତା। କିଛି ମାସ ପୂର୍ବରୁ 8ଟି ଚିତା ନାମିବିଆରୁ ଭାରତ ଅଣାଯାଇଥିଲା। ଶନିବାର ଆଉ 12ଟି ଚିତାକୁ ସ୍ୱାଗତ କରିଛି ଭାରତ। କାଲି ସକାଳ 10ଟା ବେଳେ ବାୟୁସେନାର C-17 ବିମାନ ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗରୁ 12 ଚିତାବାଘକୁ ଧରି ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିଥିଲା। ଏହାପରେ ସେଠାରେ ହେଲିକପ୍ଟର ଯୋଗେ ସମସ୍ତ ଚିତାକୁ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇଥିଲା। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସେଠାରେ ପହଞ୍ଚି କୁନୋ ପାର୍କର ସଙ୍ଗରୋଧ ଖୁଆଡ଼ରେ ଚିତାଗୁଡ଼ିକୁ ଛାଡ଼ିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଅଣାଯାଇଥିବା 12 ଚିତା ମଧ୍ୟରୁ 5 ମାଇ ଚିତା ରହିଛନ୍ତି। ନମ୍ବର 3 ଆନନ୍ଦପୁର ଗସ୍ତରେ ମୁଖ୍ୟ ଶାସନ ସଚିବ। ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା। ଆନନ୍ଦପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଜାତୀୟ ରାଜପଥ 20 ବେଲବାହାଡ଼ି କୁସେଇ ସେତୁ ପରିଦର୍ଶନ କରିବା ପରେ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ କରିବା ସହିତ ପ୍ରକଳ୍ପର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ଏହାସହ ଆନନ୍ଦପୁରଠାରେ 600 କୋଟି ଟଙ୍କା ବ୍ୟୟବରାଦରେ ଆରମ୍ଭ ହେବାକୁ ଯାଉଛି ଉଠା ଜଳସେଚନ ପ୍ରକଳ୍ପ, ଯାହାଦ୍ୱାରା ଆନନ୍ଦପୁର ଉପକଣ୍ଠର 50,000 ହେକ୍ଟର ଚାଷ ଜମି ଜଳସେଚିତ ହେବ। କେନାଲ ଜରିଆରେ ଜୁଲାଇ ମାସ ପରେ 6,000 ହେକ୍ଟରକୁ ଜଳ ଯୋଗାଯିବ। ସମସ୍ତ ପ୍ରକଳ୍ପ ଶେଷ ହେବା ପରେ କେନ୍ଦୁଝର ଜିଲ୍ଲାର 80ରୁ 90,000 ହେକ୍ଟର ଜମି ନୂତନ ଭାବେ ଜଳସେଚିତ ହେବ। ଆନନ୍ଦପୁରର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ମୟୂରଭଞ୍ଜର ଦେଓ ପ୍ରକଳ୍ପ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ। ନମ୍ବର 4 65ରୁ ଅଧିକ ବୟସ୍କ ରୋଗୀ ଅଙ୍ଗଗ୍ରହଣ ପାଇଁ କରିପାରିବେ ନାଁ ପଞ୍ଜୀକରଣ। ଏବେ 65 ବର୍ଷରୁ ଅଧିକ ବୟସ୍କ ରୋଗୀ ମୃତ ବ୍ୟକ୍ତିଙ୍କଠାରୁ କିଡ୍ନି ଗ୍ରହଣ କରିବା ପାଇଁ ନିଜ ନାଁକୁ ପଞ୍ଜୀକରଣ କରିପାରିବେ। ଅଙ୍ଗଦାନ ନେଇଥିବା ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଧ୍ୟ ନିୟମରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେବଳ ରାଜ୍ୟର ନିବାସୀ ହିଁ ଅଙ୍ଗଗ୍ରହଣ କରିବା ନିୟମକୁ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ହେଲେ ଅନ୍ୟ ରାଜ୍ୟର ଲୋକ ବି ଅଙ୍ଗ ପାଇଁ ପଞ୍ଜୀକରଣ କରିପାରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏନେଇ ରାଜ୍ୟଗୁଡ଼ିକରେ ଥିବା ମୂଳ ନିବାସୀ ମାନଦଣ୍ଡକୁ ହଟାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହେଁ, ଅଙ୍ଗ ଗ୍ରହଣ ପାଇଁ ହେଉଥିବା ଆବେଦନ ନିଃଶୁଳ୍କ ହେବା ଉଚିତ। ଏଥିପାଇଁ କୌଣସି ପ୍ରକାର ଦେୟ ନେବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମନା କରିଛନ୍ତି। ନମ୍ବର 5 ସାତକୋଶିଆରେ ରୋପଣ ହେବ ହେନ୍ତାଳ ବୃକ୍ଷ। ଉପକୂଳ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ପାଇଁ କେନ୍ଦ୍ର ସରକାର 2023-24 ଆର୍ଥିକ ବର୍ଷ ବଜେଟରେ ମିଷ୍ଟି ଯୋଜନା ଘୋଷଣା କରିଛନ୍ତି। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଦେଶର 7,500 କିଲୋମିଟର ବ୍ୟାପୀ ଉପକୂଳରେ ହେନ୍ତାଳ ବଣ ସୃଷ୍ଟି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ସୂଚନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗଲ୍ଫ ଅଫ୍ ମାନ୍ନାର ବା ତାମିଲନାଡୁ, ଓଡ଼ିଶାର ସାତକୋଶିଆ ଏବଂ ଅରୁଣାଚଳ ପ୍ରଦେଶରେ ହେନ୍ତାଳ ବଣ ସୃଷ୍ଟି ପାଇଁ ବୃକ୍ଷରୋପଣ କରାଯିବ। ଏଥିସହିତ ହେନ୍ତାଳ ବଣଗୁଡ଼ିକର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଉପରେ ମଧ୍ୟ ମନ୍ତ୍ରଣାଳୟ ଗୁରୁତ୍ୱ ଦେବ। ନମ୍ବର 6 ନୀଳଗିରିରେ ଚାଲିବ ଯାତ୍ରୀବାହୀ ଟ୍ରେନ୍। କେନ୍ଦ୍ର ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତି। ଖୁବ୍ ଶୀଘ୍ର ବାଲେଶ୍ୱର ନୀଳଗିରିରେ ଟ୍ରେନ୍ ସେବା ଆରମ୍ଭ ହେବ। ନୀଳଗିରି ଦେଇ ଚାଲିବ ଯାତ୍ରୀବାହୀ ଟ୍ରେନ୍। ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନୀଳଗିରିରେ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବି ଜଣାଇଥିଲେ। ଏ ସମ୍ପର୍କରେ ଆଲୋଚନା କରିବା ପରେ ନୀଳଗିରିରେ ଟ୍ରେନ୍ ଚାଲିବ ବୋଲି ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ନମ୍ବର 7 ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଇଫେକ୍ଟ। ବୁଧବାର ଦିଲ୍ଲୀ ମେୟର ନିର୍ବାଚନ। ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମେୟର ନିର୍ବାଚନ ପାଇଁ କାଲି ତାରିଖ ଘୋଷଣା ହୋଇଛି। ଆସନ୍ତା ବୁଧବାର ଦିଲ୍ଲୀ ମହାନଗର ନିଗମର ମେୟର ପଦ ପାଇଁ ଭୋଟିଂ ହେବ। ଫେବୃଆରୀ 22ରେ ମେୟର ନିର୍ବାଚନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରସ୍ତାବ ଦେଇଥିଲେ। ଏହାକୁ ଉପରାଜ୍ୟପାଳ ଭିକେ ସାକ୍ସେନା ମାନି ନେଇଛନ୍ତି। ବୁଧବାର ଦିନ 11ଟାରେ ଏମ୍ସିଡି ସଦନରେ ନବନିର୍ବାଚିତ ସଦସ୍ୟମାନେ ମେୟର ନିର୍ବାଚନ ପାଇଁ ଭୋଟ ଦେବେ। 2.5 ମାସ ହେଲା ଏମ୍ସିଡିକୁ ନୂଆ ସଦସ୍ୟମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ଏଯାଏଁ ମେୟର ପଦ ପୂରଣ ହୋଇପାରିନି। ଉପରାଜ୍ୟପାଳ ସାକ୍ସେନା ମନୋନୀତ କରିଥିବା 10 ଜଣ ସଦସ୍ୟଙ୍କୁ ଭୋଟ ଦେବାର ଅଧିକାର ଦେଇଥିବାରୁ ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିଥିଲେ। ଏଥିପାଇଁ ମେୟର ନିର୍ବାଚନ ବାରମ୍ବାର ସ୍ଥଗିତ ହେଉଥିଲା। ନମ୍ବର 8 ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ସହ ସମାନ। ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବା ସିଏ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ।
ପୂର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁନଥିଲା। 2021 ଏପ୍ରିଲ 15ରେ ୟୁଜିସି ବିଜ୍ଞପ୍ତି ଅନୁସାରେ ସିଏସ୍ ଆଇସିଡବ୍ଲ୍ୟୁ ଯୋଗ୍ୟତା ସ୍ନାତକୋତ୍ତର ଡିଗ୍ରୀ ସହ ସମାନ ବୋଲି ହାଇକୋର୍ଟ ଏକ ମାମଲାର ବିଚାର କରି ସ୍ପଷ୍ଟ କରିଛନ୍ତି। ତେଣୁ ସିଏ ପାସ୍ କରିଥିବା ପ୍ରାର୍ଥୀ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ ବା ଏନ୍ଇଟି ସାର୍ଟିଫିକେଟ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଏପରିକି ଏମାନେ ବାଣିଜ୍ୟ ସହକାରୀ ପ୍ରଫେସର ପଦବୀ ପାଇଁ ଆବେଦନ କରିପାରିବେ। ଏହି ପଦରେ ଆବେଦନକାରୀଙ୍କୁ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ କର୍ତ୍ତୃପକ୍ଷ ବିଚାର କରିପାରିବେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ୍ ମିଶ୍ର ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି। ନମ୍ବର 9 କଂଗ୍ରେସ ଲାଗି ଗୁଡ୍ ନ୍ୟୁଜ୍। 6 ମାସରେ ୟୁପିଏରେ ବଢ଼ିଯାଇଛି 28 ସିଟ୍। ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଏବେ ପାଖାପାଖି ବର୍ଷଟିଏ ସମୟ ଅଛି। ତେବେ ଏହା ପୂର୍ବରୁ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ 9 ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଅଛି, ଯାହାକୁ 2024 ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ବୋଲି ବିଚାର କରାଯାଉଛି, ଯେଉଁଥିଲାଗି ଶାସକ ବିଜେପି ସମେତ ସବୁ ରାଜନୈତିକ ଦଳ ପୁରା କ୍ଷମତାର ସହ ମଇଦାନକୁ ଓହ୍ଲାଇବା ନିମନ୍ତେ ଏବେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଇତିମଧ୍ୟରେ ହୋଇଥିବା ତାଜା ସର୍ଭେରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଲାଗି ଭଲ ଖବର ଆସୁଛି, ଯେଉଁଥିରେ ୟୁପିଏର ସିଟ୍ ବଢ଼ୁଥିବା ଓ ଏନ୍ଡିଏର ସିଟ୍ କମୁଥିବା ଜଣାପଡ଼ିଛି। ଇଣ୍ଡିଆ ଟୁଡେ ଓ ସି ଭୋଟର ଏହି ସର୍ଭେ କରିଛନ୍ତି। ସର୍ବେକ୍ଷଣ ଅନୁସାରେ ଗତ 6 ମାସରେ ଏନ୍ଡିଏ ଆସନ ସଂଖ୍ୟା କମୁଥିବା ଜଣାପଡ଼ିଛି। ଅଗଷ୍ଟ 2022ରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ଖାତାକୁ 307 ଆସନ ଯାଉଥିବା ଅନୁମାନ କରାଯାଉଥିଲା। ତେବେ ଜାନୁଆରୀ 2023ରେ ଏହି ଆସନ ସଂଖ୍ୟା ହ୍ରାସ ପାଇ 298 ହୋଇଯାଇଛି। ନମ୍ବର 10 ଏଲ୍ଏସି ପାଖରେ ନୂଆ ଟ୍ରେନ୍ ଲାଇନ୍ ବିଛାଇବାକୁ ଯୋଜନା, ବଢ଼ିଲା ଭାରତର ଚିନ୍ତା। ଚୀନ ନିଜ ବିସ୍ତାରବାଦୀ ଗୁଣ ଛାଡ଼ିବାକୁ ନାରାଜ। ଏଲ୍ଏସିରେ ଚୀନ ଲଗାତାର ଭାରତକୁ ଘେରିବାକୁ ଉଦ୍ୟମ ଜାରି ରଖିଛି। ଏବେ ଭାରତ ସୀମାକୁ ଲାଗିଥିବା ବାସ୍ତବ ନିୟନ୍ତ୍ରଣ ରେଖାର ସୀମା ସେପଟେ ଚୀନ ରେଡ ଲାଇନ୍ ବିଛାଇବାକୁ ଯୋଜନା ଆରମ୍ଭ କରିଛି। ଏହି ଟ୍ରେନ୍ ଟ୍ରାକ୍ ଚୀନ ଅଧିକୃତ ଅକ୍ସାଇ ଚୀନ ଦେଇ ଯିବ ବୋଲି ସୂଚନା ମିଳିଛି। ଏହାର ଖୁଲାସା କରିଛନ୍ତି ତିବ୍ବତ ସ୍ୱାୟତ୍ତ କ୍ଷେତ୍ର ସରକାର। ଏଲ୍ଏସି ପାଖରେ ଚୀନର ଏଭଳି ହରକତ ଉଭୟ ଟିଏଆର୍ ଓ ଭାରତର ଚିନ୍ତା ବଢ଼ିଛି। ନମ୍ବର 11 ଆଠଗଡ଼ ହେବ ଶିଳ୍ପର ହବ୍, ସୁପ୍ରିମ କାରଖାନା ଉଦ୍ଘାଟିତ। ରାଜ୍ୟ ଏବେ ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି। ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ପ୍ଲାଷ୍ଟିକ, ହୋଟେଲ ଶିଳ୍ପ ସହିତ ଇସ୍ପାତ ଓ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 16 ପର୍ଯ୍ୟାୟ ଉଦ୍ଘାଟନ ତଥା ଗ୍ରାଉଣ୍ଡ ବ୍ରେକିଂ ଉଦ୍ଘାଟନ ଅବସରରେ କଟକ ଜିଲ୍ଲା ଆଠଗଡ଼ ବ୍ଲକ ଭୋଗରା ଗାଁରେ ନିର୍ମିତ ସୁପ୍ରିମ କାରଖାନାକୁ ଲୋକାର୍ପଣ କରି ଉପରୋକ୍ତ ମତ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର 16 କୋଟି ନିବେଶକ ସୃଷ୍ଟି କରିଥିବା ବହୁ କାରଖାନାର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନମ୍ବର 12 100ରୁ କମ୍ ଆସନରେ ବିଜେପିକୁ ରୋକିବାକୁ ନୀତିଶଙ୍କ ପ୍ଲାନ୍। ବିଳମ୍ବ ନକରି ଏକଜୁଟ ହେଉ କଂଗ୍ରେସ। ସମସ୍ତେ ଏକଜୁଟ ହେଲେ 100ରୁ ବି କମ୍ ଆସନରେ ଅଟକିଯିବ ବିଜେପି। 2024 ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଅଟକାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି। ବିହାରର ରାଜଧାନୀ ପାଟନାରେ ସିପିଆଇର ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ନୀତିଶ କୁମାର କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ପରେ କଂଗ୍ରେସ ସାମ୍ନାକୁ ଆସିବା ଆବଶ୍ୟକ ରହିଛି। ଏହାସହ ବିରୋଧୀମାନଙ୍କୁ କିଭଳି ତୁରନ୍ତ ଏକାଠି କରାଯାଇପାରିବ ତା ଉପରେ କଂଗ୍ରେସ ତୁରନ୍ତ ଚେଷ୍ଟା କରିବା ଦରକାର ବୋଲି ସେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ପଦକୁ ନେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି, ନେତୃତ୍ୱକୁ ନେଇ ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ। ମୁଁ କେବଳ ପରିବର୍ତ୍ତନ ଚାହୁଁଛି। ସମସ୍ତେ ମିଶି ଯାହା ନିଷ୍ପତ୍ତି କରିବେ ତାହା ହିଁ ହେବ। ନମ୍ବର 13 ଆଇଏନ୍ଏସ୍ ବିକ୍ରାନ୍ତ ବିକ୍ରମାଦିତ୍ୟରେ ମୁତୟନ ହେବ ସ୍ୱଦେଶୀ ଫାୟାର ଫାଇଟିଂ ବୋଟ୍। ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆ ପାଇଁ ଏକ ପ୍ରମୁଖ ସଫଳତା ଅନ୍ତର୍ଗତ ଭାରତୀୟ ନୌସେନା ଖୁବ୍ ଶୀଘ୍ର ବିମାନ ପରିବହନକାରୀ ଆଇଏନ୍ଏସ୍ ବିକ୍ରାନ୍ତ ଏବଂ ଆଇଏନ୍ଏସ୍ ବିକ୍ରମାଦିତ୍ୟ ସମେତ ବୃହତ୍ତମ ଯୁଦ୍ଧ ଜାହାଜରେ ସ୍ୱଦେଶୀ ଫାୟାର ଫାଇଟିଂ ବୋଟ୍ ମୁତୟନ କରିବ। ଏ ସମ୍ପର୍କରେ ସୂଚନା ଦେଇ ନୌସେନା ଉପାଧ୍ୟକ୍ଷ ଏସ୍ଏନ୍ ଘୋରମୋଡେ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପ ଅଧୀନରେ ସାମୁଦ୍ରିକ ବାହିନୀରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି କହିଛନ୍ତି ଯେ, ମୋର ବିଶ୍ୱାସ ଯେ ନୌସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱଦେଶ ପ୍ରକଳ୍ପରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବ। ଏରୋ ଇଣ୍ଡିଆ ଶୋ 2023ରେ ଯୋଗଦେଇ ନୌସେନା ଉପାଧ୍ୟକ୍ଷ କହିଛନ୍ତି ଯେ, ଫାୟାର ଫାଇଟିଂ ବୋଟ୍ ମୁତୟନ ହେବା ସମେତ 2ଟି ଚୁକ୍ତିନାମ ସ୍ୱାକ୍ଷରିତ ହୋଇସାରିଛି। ନମ୍ବର 14 ଏୟାର ଇଣ୍ଡିଆର 470 ବିମାନ ପାଇଁ ଦରକାର 6500 ପାଇଲଟ। କୋଭିଡ୍ ମହାମାରୀ ଯୋଗୁଁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ବଡ଼ କ୍ଷତି ସହିଥିଲେ। ସବୁ କମ୍ପାନୀ ବଡ଼ ଧରଣରେ ଛଟେଇ କରିଥିଲେ। ଏବେ ସ୍ଥିତି ବଦଳିବାର ସଂକେତ ମିଳିବା ଆରମ୍ଭ ହୋଇଛି। ଚଳିତ ସପ୍ତାହ ମଙ୍ଗଳବାର ଏୟାର ଇଣ୍ଡିଆ ପକ୍ଷରୁ ଯେଉଁ 470 ବିମାନ କିଣାଯିବ, ସେଥିପାଇଁ ହିଁ 6500 ପାଇଲଟ ଆବଶ୍ୟକ ପଡ଼ିବେ। ଦେଶର ଅନ୍ୟ ଏୟାରଲାଇନ୍ସଗୁଡ଼ିକ ମଧ୍ୟ ଖୁବ୍ ଶୀଘ୍ର 700 ନୂଆ ବିମାନ ଅର୍ଡର ଦେଇପାରନ୍ତି। ନୂଆ ବିମାନ କିଣାକୁ ନଜରରେ ରଖି 2022 ଡିସେମ୍ବରରେ ଦେଶରେ 21 ଗ୍ରୀନଫିଲ୍ଡ ଏୟାରପୋର୍ଟ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହାସହ 2023-24ରେ 50 ପୁରୁଣା ଏୟାରପୋର୍ଟକୁ ବିକଶିତ ନେଇ ଘୋଷଣା କରାଯାଇଥିଲା। ଏହି କାରଣରୁ ଏଭିଏସନ୍ ସେକ୍ଟର ଦେଶରେ ନୂଆ ରୋଜଗାର ଦେବାରେ ଏକ ବଡ଼ ସେକ୍ଟର ଭାବେ ସାମ୍ନାକୁ ଆସିଛି। ନମ୍ବର 15 ୱାର୍ଲଡ ଡିଜାଇନିଂ ଫୋରମର ସାଧାରଣ ସମ୍ପାଦକ ନିଯୁକ୍ତ।
ओडिया पुओं कीर्तिमान विश्व डिजाइनिंग फोरम साधारण संपादक नियुक्त हेले सब्यसाची शतपथी। जातीय कोर कमिटी द्वारा चयन पर सर्कुलर जारी कला संगठन। यह कमिटी रे विश्वविद्यालय कुलपति समेत सांसद सदस्य अछंती। एबे वर्ल्ड डिजाइनिंग फोरम सीईओ अछंती अंकुश अनामी, जी कि जड़े भारतीय स्तर में पुरस्कार प्राप्त डिजाइनर। सूचना था कि वर्ल्ड डिजाइन फोरम होउची केडीसीआई खदी डेवलपमेंट काउंसिल भारत एक अंश। नंबर 16 निर्वाचन कमिशन भूमिका को नहीं कड़ा टिप्पणी देले उद्धव ठाकरे। भारतीय निर्वाचन कमिशन महाराष्ट्र मुख्यमंत्री एकनाथ शिंदे गोष्ठी को प्रकृत शिवसेना भाव नामित करने सह धनु और तीर चिन्ह प्रदान करिसेंती। एही घटना को नहीं काली ईसी को टार्गेट करिसेंती उद्धव ठाकरे। से निर्वाचन कमिशन को प्रधानमंत्री नरेंद्र मोदी दास बा गुलाम बोली कहबाको मध्य पछई नाहंती। से कहिसेंती निर्वाचन कमिशन प्रधानमंत्री मोदी दास। कमिशन एमिति किछि करिसेंती जहाँ पूर्वरु केबे भी होई नथिला। निजर समर्थक माननकु धैर्य रखिबा सह आसंता निर्वाचन पई प्रस्तुत हेबाको मध्य आह्वान दैछंती। बिरहान मुंबई पौरपालिका निर्वाचन आगकु थिबारु से निज समर्थक माननकु एकाठी हेबाकु कहिसेंती। नंबर 17 विधानसभा रे नवदास हत्याकांडर गुमर खोलिबी कहिले जयनारायण। विधानसभा आगामी अधिवेशन में नवदास हत्याकांड मामलार गुमर खोल और बीजेडी सरकार को एक्सपोज करा जिवो। राज्य सरकार और बीजेडी को विरोधी दल नेता जयनारायण मिश्र काली यही चेतावनी देइछंती। से कहिसंती नवदास हत्याकांड पछरे अनेक रहस्य रहिछि। अभियुक्तों को खसई देबाकू पुलिस चेष्टा करुछि। मते मैनेज न करि परिबारु मो विरुद्ध रे षडयंत्र करा जाइछि। मु नवदासंक हत्याकांडर गुमर खोलुथिबारु सेमाने भयभीत होई जाइछंती। सरकारी दायित्वहीनता को नहीं विक्षोभ बेड़े पुलिस मुहांमुही हेबा एक सामान्य कथा। यहाकू बीजेडी कहीं बड़ रूप देउछि। मो विरुद्ध रे थिबा अभियोग को नहीं जदि सेमाने आलोचना करबाकू चाहुछंती मु खोला डिबेट पई प्रस्तुत। नंबर 18 जापान अमेरिका समरवेश पूर्व मिसाइल परीक्षण कला उत्तर कोरिया। दक्षिण कोरिया और अमेरिका समरवेश आरंभ करने को किछि दिन पूर्व शनिवार मिसाइल परीक्षण कला उत्तर कोरिया। तेबे मिसाइलटी क्यों मिसाइल थिला से विषय किछि जଣା पड़ी नाही। दक्षिण कोरिया सेना जॉइंट चीफ स्टाफ यह सूचना देइछंती। यह मिसाइल सहित प्योंगयांग चलित वर्षर प्रथम मिसाइल परीक्षण करिछि। दक्षिण कोरिया रे पूर्व भाग जलसीमा रे यह परीक्षण करा जाइछि बोली जापान जॉइंट चीफ स्टाफ सूचना देइछंती। सूचना था कि आसंता सप्ताह दक्षिण कोरिया और अमेरिकार समरवेश हेबो। एथिरे उत्तर कोरिया पक्षरु आशंकायित परमाणु आक्रमण पई दक्षिण कोरिया अमेरिका सह मिसी योजना परिचालना और कड़ा जवाब देबा उपरे गुरुत्व देबो। नंबर 19 मनीष सिसोदिया को पुणी सीबीआई आसिला डाकरा। थमुनी दिल्ली उपमुख्यमंत्री मनीष सिसोदिया अड़ुआ पुणी तांको सीबीआई आसिला डाकरा। आज पचराउचरा करने सीबीआई पुणी थे समन पठेछि। एने खोद मनीष सिसोदिया ट्वीट करी सूचना देइछंती। सिसोदिया ट्वीट करी कहिछंती आज सीबीआई पुणी थे डकैछि। सेमाने सीबीआई एवं ईडी रो पूर्ण शक्ति व्यवहार करिछंती किंतु मो विरुद्ध रे किछि मिली नाही। मो घरे चढ़ाऊ करा जाइथिला, बैंक लकर खोजा जाइथिला किंतु मो विरुद्ध रे कोनोसी जिनिस मिली नथिला। मु दिल्लीर पिलामानक पई भल शिक्षा व्यवस्था करिछि एवं एही लोक माने एहाकु बंद करिबाकु चाहुचंती। मु सबुबेले अनुसंधान रे सहयोग करि आसुछि एवं आगकु मध्य जारी रखिबी। नंबर 20 पाकिस्तान देबाड़िया होइगला बोली कहिले शरीफंक मंत्री। आर्थिक दुस्थिति दे गति करुछि पाकिस्तान। देशर अवस्था एते बिगड़ी जाइछि जे पाकिस्तान देबाड़िया स्थिति रे। अहेतुक दरदाम वृद्धि देशर लोकंकु खंडिए रुटी किणिबाकु कंदेई देउछि। आउ एहारी भितरे पाकिस्तान प्रतिरक्षा मंत्री ख्वाजा आसिफ बड़ बयान देइछंती। से कहिछंती पाकिस्तान देबाड़िया होई जाइछि, आमे देबाड़िया देश रे अछु। पीएमएलएन नेता तथा प्रतिरक्षा मंत्री आसिफ दावी करिछंती पाकिस्तान एबे ऋण रे बुड़ी जाइछि, कर चुकैबाकू सक्षम नुहे। एक घरोई कॉलेजर दीक्षांत समारोह को संबोधित कला बेले एभली मंतव्य देइछंती पाकिस्तान प्रतिरक्षा मंत्री ख्वाजा आसिफ। नंबर 21 तुर्की सीरिया भूमिकंप 11 दिन पर 3 जीवंत उद्धार, मृत्यु संख्या 45,000 टपिला। तुर्की सीरिया भूमिकंप 11 दिन बीती जाइथिले भी एबे ध्वंस स्तूप भितर जीवन चापी होई रहिथिबा आशारे सर्च ऑपरेशन जारी रहिछि। शुक्रवार उद्धारकारी टीम 3 जन को जीवंत अवस्था उद्धार करिसंती। भूमिकंप मोट मृत्यु संख्या 45,000 टपिछि। हजार हजार लोक बासहीन होइछंती। मिलिथिबा सूचना अनुसार अधिक क्षतिग्रस्त होइथिबा अंचल को उद्धारकारी दड़गुड़िक जाइछंती। बड़ बड़ बिल्डिंग गुड़िकरे लोक बंचित हो पारंती आशा करा जाउछि। अन्यपटे तुर्की और सीरिया को सहयोग पई राशि लोड़ीछि जातिसंघ। तुर्की पई 1 बिलियन अमेरिका डॉलर सहयोग पई कुहा जाइथिबा बेले सीरिया पई 400 मिलियन अमेरिका डॉलर पई विभिन्न देश को अनुरोध करा जाइछि। नंबर 22 पीएफआई लिंक 7 स्थान रे एनआईए रो रेड। निश्चित घोषणा होइतिबा पीपुल्स फ्रंट ऑफ इंडिया लिंक रे काली एनआईए रेड करिछि।
पीएफआई षड्यंत्र मामलें राजस्थान में 7टी ठिकाना एककालीन एनआईए अधिकारी माने चढ़ऊ करिसेंती। तदंतकारी संस्था पक्षर घटनार अभियुक्त मानक आवश्यक कार्यालय और व्यावसायिक प्रतिष्ठान रे रेड कर राजस्थान कोटा रे थिबा 3टी स्थान समेत सवाई माधोपुर, भिलवारा, बुंडी और जयपुर गोटे लेखाएं ठिकाना रे छानबीन कर एनआईए कही जे पीएफआई लिंक रे होइतिबा रेड समय डिजिटल जंत्रपाति, एयरगन, धारु अस्त्र शस्त्र और आपत्तिजनक दस्तावेज जबत कर ଏବେ ବି ରେଡ୍ ଚାଲିଥିବାରୁ ଆଗକୁ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି ଏନ୍ଆଇଏ ଆଶା କରିଛି। ନମ୍ବର 23 ସିଙ୍ଗାପୁର କମ୍ପାନୀ ସହିତ ହିନ୍ଦୁସ୍ତାନ ୟୁନିଲିଭରର ବଡ଼ ଡିଲ୍। ହିନ୍ଦୁସ୍ତାନ ୟୁନିଲିଭର ବା HUL ତାର ଅଟା ଓ ଲୁଣ କାରବାର ବିକ୍ରି କରିବେ। ଏଥିଲାଗି HUL ସିଙ୍ଗାପୁର ଏକ କମ୍ପାନୀ ସହିତ ଡିଲ୍ କରିଛନ୍ତି। HUL ଭାରତରେ ତାଙ୍କର ଲୁଣକୁ କ୍ୟାପ୍ଟେନ୍ କୁକ୍ ଓ ଅଟାକୁ ଅନ୍ନପୂର୍ଣ୍ଣା ବ୍ରାଣ୍ଡରେ ବିକ୍ରି କରୁଛନ୍ତି। ଏହି କାରବାରରୁ କମ୍ପାନୀ ଅନନ୍ୟ 60 କୋଟି ଟଙ୍କା ପାଇବ ବୋଲି ଆଶା ରଖିଛନ୍ତି। ଏହି ଉଭୟ ବ୍ରାଣ୍ଡକୁ ଉମା ଗ୍ଲୋବାଲ ଫୁଡ୍ସ PTE ଲିମିଟେଡ୍ ଓ ଉମା କମ୍ୟୁନିକେସନ୍ସ ପ୍ରଡକ୍ଟ ପ୍ରାଇଭେଟ୍ ଲିମିଟେଡ୍ କିଣିବେ। ଲୁଣ ଅଟା କାରବାରକୁ ବିକିବା ପରେ HUL ସ୍କେଚ୍ କୁକିଂ, ଡ୍ରେସିଂ ଓ ସୁପର ପ୍ୟାକେଜ୍ଡ ଫୁଡ୍ ସେଗମେଣ୍ଟରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିବେ। ନମ୍ବର 24 ଚଳିତ ଥର ହୋଲିରେ ଅଶ୍ଳୀଳ ଗୀତ ବଜେଇଲେ ମହଙ୍ଗା ପଡ଼ିବ। ହୋଲିର ପର୍ବ ପାଖି ଆସୁଛି। ହୋଲି ପର୍ବର ମଜା ନେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଗୀତକୁ ଉଚ୍ଚ ସ୍ୱରରେ ବଜେଇ ରଙ୍ଗ ଖେଳ ଖେଳିଥାନ୍ତି। କିଛି ଲୋକମାନେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ ମଧ୍ୟ ବଜେଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ଥର ହୋଲିରେ ଅଶ୍ଳୀଳ ଗୀତକୁ ନେଇ ପୁଲିସ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚିତ ହୋଇଛି। ଶିବରାତ୍ରିରୁ ହୋଲି ପର୍ଯ୍ୟନ୍ତ ଅଶ୍ଳୀଳ ଗୀତକୁ ବାରଣ କରାଯାଇଛି। ବିହାର ପୁଲିସ ସମଗ୍ର ରାଜ୍ୟ ପାଇଁ ଏହି ନିର୍ଦ୍ଦେଶ ଜାରି କରିଛି। ନମ୍ବର 25 ମହିଳାଙ୍କୁ ଗର୍ଭନିରୋଧକ ଔଷଧ ବ୍ୟବହାର ମନା, ଲାଗିଲା ବ୍ୟାନ୍। ଉଚ୍ଚଶିକ୍ଷା ପରେ ଏବେ ବ୍ୟାନ୍ ହେଲା ଗର୍ଭନିରୋଧକ ଔଷଧ। ଗୋଟିଏ ପରେ ଗୋଟିଏ ଅତ୍ୟାଚାର କରିଚାଲିଛି ତାଲିବାନ। ଆଫଗାନିସ୍ତାନରେ ସମସ୍ତ ପ୍ରକାରର ଗର୍ଭନିରୋଧକ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ ସେନା। ଗର୍ଭନିରୋଧକ ଔଷଧ ଯୋଗାଇ ମୁସଲିମ ସମ୍ପ୍ରଦାୟର ଜନସଂଖ୍ୟାକୁ କଣ୍ଟ୍ରୋଲ କରିବାକୁ ପଶ୍ଚିମ ଦେଶମାନେ ଚକ୍ରାନ୍ତ କରୁଥିବା ତାଲିବାନ ଦାବି କରିଛି। ରିପୋର୍ଟ ମୁତାବକ ତାଲିବାନ ସେନା ଆଫଗାନିସ୍ତାନର ପ୍ରତିଟି ଘର ଘର ବୋଲି ଛାନବିନ କରୁଛନ୍ତି। ମହିଳାମାନଙ୍କୁ ଗର୍ଭନିରୋଧକ ଔଷଧ ବ୍ୟବହାର ନ କରିବାକୁ ଧମକ ଦେଉଛନ୍ତି। ଏହାସହ ସେମାନଙ୍କ ଘରେ ଥିବା ଗର୍ଭନିରୋଧକ ଔଷଧକୁ ନଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି। କେବଳ ସେତିକି ନୁହେଁ, ଆଫଗାନିସ୍ତାନରେ ଥିବା ବିଭିନ୍ନ ଔଷଧ ଦୋକାନରେ ମଧ୍ୟ ତାଲିବାନ ସେନା ଚଢ଼ଉ କରି ଗର୍ଭନିରୋଧକ ଔଷଧଗୁଡ଼ିକୁ ନଷ୍ଟ କରୁଛନ୍ତି। ନମ୍ବର 26 କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ ରେଟିଂ ଦେଲା ମେଟା, ପୁଣି ବଢ଼ିଲା ଛଟେଇ ଆଶଙ୍କା। ନିକଟରେ ମେଟା ଏହାର ହଜାର ହଜାର କର୍ମଚାରୀଙ୍କୁ ସାଧାରଣଠାରୁ ମଧ୍ୟ କମ୍ ସ୍ତରର ପ୍ରଦର୍ଶନରେ ଦିଆଯାଉଥିବା ରେଟିଂ ସଫା ରେଟିଂସ୍ ଦେଇଛି। କର୍ମଚାରୀଙ୍କ ପ୍ରଦର୍ଶନକୁ ନେଇ କରାଯାଇଥିବା ରିଭ୍ୟୁ ପରେ ଏହି ରେଟିଂ ଦେଇଛି କମ୍ପାନୀ। ତେବେ କମ୍ପାନୀ ଆଗାମୀ ଛଟେଇ ପାଇଁ ଏଭଳି ପ୍ରସ୍ତୁତି କରୁଥିବା ନେଇ କୁହାଯାଉଛି। ସୂଚନା ଥାଉ, ଗତବର୍ଷ ନଭେମ୍ବରରେ କମ୍ପାନୀ 11,000 କର୍ମଚାରୀଙ୍କୁ ଛଟେଇ କରିଥିଲା। ନମ୍ବର 27 100 କୋଟିରେ ବିକ୍ରି ହେଲା ସୋମ୍ୟାନଙ୍କ ଘର। ବିକ୍ରି ହେଲା ବଲିଉଡର ସୋମ୍ୟାନ ତଥା ଦିବଂଗତ ଅଭିନେତା ରାଜ କପୁରଙ୍କ ଐତିହାସିକ ଘର। ପ୍ରୋଡ୍ୟୁସର ତଥା ଡାଇରେକ୍ଟର ରାଜ କପୁରଙ୍କ ଏହି ବଙ୍ଗଳାଟି ମୁମ୍ବାଇର ସବୁଠାରୁ ଦାମୀ ଅଞ୍ଚଳ ଚେମ୍ବୁରେ ଅଛି। ରାଜ କପୁରଙ୍କ ଏହି ବଙ୍ଗଳାକୁ ଗୋଦରେଜ ପ୍ରପର୍ଟିଜ୍ ଲିମିଟେଡ୍ 100 କୋଟି ଟଙ୍କାରେ କିଣିଛି। ଏନେଇ କମ୍ପାନୀ ଖୁବ୍ ସୂଚନା ଦେଇଛି। କମ୍ପାନୀ ଉକ୍ତ ସ୍ଥାନରେ ଏକ ବିଳାସପୂର୍ଣ୍ଣ ଆବାସିକ ପ୍ରକଳ୍ପ ତିଆରି କରିବାକୁ ଯୋଜନା କରିଛି। ଗୋଦରେଜ କମ୍ପାନୀ କହିଛି ଏହି ଜମିକୁ ରାଜ କପୁରଙ୍କ ଆଇନଗତ ଉତ୍ତରାଧିକାରୀ କପୁର ପରିବାରଠାରୁ କିଣାଯାଇଛି। ସୂଚନା ମୁତାବକ ରାଜ କପୁରଙ୍କ ଏହି ବଙ୍ଗଳାଟି ପ୍ରାୟ 1 ଏକର ଜମିରେ ବିସ୍ତୃତ। ନମ୍ବର 28 ଲଢ଼ିଲେ ଅକ୍ସର ଅଶ୍ୱିନ, ତଥାପି 1 ରନ୍ ପଛରେ ରହିଗଲା ଭାରତ। ବଡ଼ ବିପର୍ଯ୍ୟୟରୁ ଭାରତକୁ କିଛି ମାତ୍ରାରେ ବଞ୍ଚାଇ ଦେଇଛନ୍ତି 2 ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଠିକଣା ସମୟରେ ଦଳକୁ ସମ୍ଭାଳିଛନ୍ତି ଅକ୍ଷର ଓ ଅଶ୍ୱିନ। ଉଭୟ ଅଷ୍ଟମ ୱିକେଟ୍ ପାଇଁ 114 ରନ୍ର ଦମଦାର ଭାଗିଦାରୀ କରି ଅଷ୍ଟ୍ରେଲିଆକୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି। ଅକ୍ଷର 74 ରନ୍ର ଇନିଂସ ଖେଳିଥିବା ବେଳେ ଅଶ୍ୱିନ 37 ରନ୍ କରିବାକୁ ସକ୍ଷମ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ତାର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 263 ରନ୍ କରିଥିଲା। ଭାରତ ଏକଦଶ 39 ରନ୍ରେ 6ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ଅକ୍ଷର ଓ ଅଶ୍ୱିନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ 139ରୁ ନେଇ 253ରେ ପହଞ୍ଚାଇଥିଲେ। ତେବେ ଉଭୟ ଆଉଟ୍ ହେବା ପରେ ଭାରତ 262 ରନ୍ରେ ଅଟକି ଯାଇଛି। ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସ ଆରମ୍ଭରୁ ଆଟାକିଂ ଖେଳ ଖେଳିବା ସହ ଆଜି ବ୍ୟାଟିଂ କରିଥିବା 12 ଓଭରରେ ଗୋଟିଏ ୱିକେଟ୍ ହରାଇ 61 ରନ୍ କରିନେଇଛି। ନମ୍ବର 29 ଟି20 ମହିଳା ବିଶ୍ୱକପ୍, ଇଂଲଣ୍ଡଠାରୁ ହାରିଲା ଭାରତ। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟି20 ମହିଳା ବିଶ୍ୱକପ୍ରେ ଇଂଲଣ୍ଡଠାରୁ ହାରିଯାଇଛି ଭାରତ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ହରାଇଥିବା ହରମନପ୍ରୀତ କୌରଙ୍କ ଭାରତୀୟ ଦଳ କାଲି 11 ରନ୍ରେ ଇଂଲଣ୍ଡଠାରୁ ହାରିଯାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ନାଟ୍ ସ୍କିପର ବ୍ରଣ୍ଟଙ୍କ 50 ଓ ଆମି ଜୋନ୍ସଙ୍କ 40 ରନ୍ ବଡ଼ରେ 7 ୱିକେଟ୍ ହରାଇ 151 ରନ୍ କରିଥିଲା। ଭାରତ ପକ୍ଷରୁ ରେଣୁକା ସିଂ 5 ୱିକେଟ୍ ଦଖଲ କରିଥିଲେ। ଏହାର ଜବାବରେ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ କେବଳ 140 ରନ୍ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ସ୍ମୃତି
ମନ୍ଦନା 50 ରନ୍ କରିଥିବା ବେଳେ ରିଚା ଘୋଷ ଅପରାଜିତ 47 ରନ୍ର ଇନିଂସ ଖେଳିଛନ୍ତି। ନମ୍ବର 30 ରଣଜୀ ଟ୍ରଫି ଫାଇନାଲ ସୌରାଷ୍ଟ୍ର ଦୃଢ଼ ସ୍ଥିତିରେ। ସ୍ଥାନୀୟ ଇଡେନ୍ ଗାର୍ଡେନରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟର ଫାଇନାଲରେ ସୌରାଷ୍ଟ୍ର ସୁବିଧାଜନକ ସ୍ଥିତିରେ ରହିଛି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ବେଙ୍ଗଲ ବିପକ୍ଷରେ ଦଳ ଏବେ ବି 61 ରନ୍ରେ ଆଗୁଆ ରହିଛି। ବେଙ୍ଗଲ ପ୍ରଥମ ଇନିଂସ ସ୍କୋର 174 ରନ୍ ଜବାବରେ ସୌରାଷ୍ଟ୍ର 404 ରନ୍ କରି ଅଲଆଉଟ୍ ହୋଇଥିଲା। 230 ରନ୍ରେ ପଛୁଆ ଥିବା ବେଙ୍ଗଲ ଦ୍ୱିତୀୟ ଇନିଂସରେ ଷ୍ଟମ୍ପ ଅପସାରଣ ବେଳକୁ 4 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଛି। ଅଧିନାୟକ ମନୋଜ ତିୱାରୀ 57 ଓ ଶାହବାଜ ଅହମ୍ମଦ 13 ରନ୍ କରି ଅପରାଜିତ ରହିଛନ୍ତି। ସୌରାଷ୍ଟ୍ର ତରଫରୁ ଜୟଦେବ ଉନାଦକତ ଓ ଚେତନ ସାକରିଆ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଘରୋଇ ପରିବେଶରେ ପ୍ରଥମ ଇନିଂସରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରିବା ବେଙ୍ଗଲ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।